ଭଉଣୀ को भल କରିଦେରେ ଜଗା ସବୁ କଷ୍ଟ ସହିବି ତୋ ବଡ଼ଦାଣ୍ଡରେ ଦଣ୍ଡ ମାରି ପହଞ୍ଚି ତୋ ଅରୁଣ ସ୍ତମ୍ଭକୁ ଛୁଇଁବି। ଭୁବନେଶ୍ୱର ପୁରୀ ରାସ୍ତା ସେଇ କଳା ମଚମଚ ପିଚୁ ରାସ୍ତାରେ ଧୂଳି ଧୂସର ହୋଇ ଯୁବକଟିଏ ଦଣ୍ଡ ମାରି ମାରି ଚାଲିଛନ୍ତି ଶ୍ରୀକ୍ଷେତ୍ର ପୁରୀ। ତାଙ୍କ ଭଉଣୀଟିର ମାନସିକ ବିକୃତି ଥିଲା, ତାକୁ ଭଲ କରିଦେବେ କଳା ଠାକୁର। ଏହି ବିଶ୍ୱାସ ଓ ଆସ୍ଥା ନେଇ ଭକ୍ତଟି କରିଥିଲା ମାନସିକ, ଆଉ ପୂରଣ ହେବା ପରେ ନିଜ କଥା ରଖି ପୁରୀ ସୁଆଣ୍ଡ ଗ୍ରାମରୁ ଦଣ୍ଡ ମାରି ଯୁବକ ଜଣକ ଆସୁଥାନ୍ତି ବାହୁଡ଼ାରେ। ଜଗନ୍ନାଥଙ୍କ ନିକଟରେ ପହଞ୍ଚି ଅରୁଣ ସ୍ତମ୍ଭ ଛୁଇଁ ନିଜ ମାନସିକ ପୂରଣ କରିବେ ବୋଲି ଗୋଟିଏ ଗାର ପକାଇ ଗୋଟିଏ ଦଣ୍ଡ ମାରି ପୁଣି ଆଗକୁ ବଢ଼ୁଥାନ୍ତି ଯୁବକ ଜଣକ। କଷ୍ଟ ଯନ୍ତ୍ରଣା ଏସବୁ ତାଙ୍କ ପାଇଁ କିଛି ନୁହେଁ। ଦେହ ସାରା ବାଲି କାଦୁଅ, ପୁଣି ରାସ୍ତାରେ ଥିବା ଗୋଡ଼ି ସବୁ ଦେହରେ ଫୋଡ଼ି ହୋଇଯାଉଥାଏ। ତଥାପି ଯୁବକ ଜଣକ ନିର୍ବିକାର ଭାବରେ ହସି ହସି ଦଣ୍ଡ ମାରି ମାରି ଯାଉଥାନ୍ତି। ସାଙ୍ଗରେ ସାନ ଭାଇ ଚାଲିଥାଏ। ମଝିରେ ମଝିରେ ଦଣ୍ଡ ମାରୁଥିବା ଭାଇକୁ ଟିକେ ପାଣି ପିଆଇ ଦେବା ସହ ତାଙ୍କ ମୁହଁରୁ ଝାଳ ପୋଛି ଦେଉଥାଏ। ଆମର ଗୋଟେ ମାନସିକ ଥିଲା, ସେଥିପାଇଁ ମାନସିକ ରଖିଥିଲୁ। ମାନସିକ ଇଏ ପାଇଁକା ଦଣ୍ଡ ମାରୁଛୁ। ନାଇଁ, ସେଥିରେ ରଥ ଗଡ଼ିବ କି ନ ଗଡ଼ିବ ସେଇଟା ତ ଜଗନ୍ନାଥଙ୍କ ଉପରେ ନିର୍ଭର କରେ। ଆଜ୍ଞା, ରଥ ଗଲା ଯାଏଁ ଅପେକ୍ଷା କରିବ କି ନ କରିବ ସେଇଟା ତ ମୁଁ କହିପାରିବିନି। ଜଗା ଦର୍ଶନ ହବ, ଆଉ ମୁଁ କିଛି ମନ୍ଦିର ପାଖରେ ଅରୁଣ ସ୍ତମ୍ଭ ଛୁଇଁବା। ଏତେ ବାଟରୁ ମୋର ଗୋଟେ ଭଉଣୀର ମାନସିକ ଥିଲା ବୋଲି ସେଥିପାଇଁ ଆଜ୍ଞା କଷ୍ଟ ଜଗନ୍ନାଥଙ୍କ ଇଏରେ କିଛି କଷ୍ଟ ଲାଗୁନି। ହଁ ଆସେ, କଷ୍ଟ ଯାହା ତ ଯେମିତି ଜଣା ପଡ଼ିବ, ଦଣ୍ଡ ମାଇଲେ କଷ୍ଟ ଜଣା ପଡ଼ିବ, କିନ୍ତୁ ଜଗା ଆଶ୍ରୟରେ ସେସବୁ କିଛି ନାହିଁ। ଜଗା ଆଶ୍ରୟରେ କଷ୍ଟ କୁଆଡ଼େ ଉଭେଇଯିବ। ନା ତାଙ୍କର ଚନ୍ଦନ କୁମାର ଭୋଇ, ଘର ପୁରୀ ଜିଲ୍ଲା ସୁଆଣ୍ଡର ବିଦ୍ୟାଧରପୁର। ରାତି 2ଟାରୁ ଘରୁ ବାହାରିଥିଲେ ଏମିତି ଦଣ୍ଡ ମାରି। ଯେତେବେଳେ ଭଉଣୀର ମାନସିକ ବିକୃତି ହେଲା, ଜଗା ଉପରେ ଦୃଢ଼ ବିଶ୍ୱାସ ରଖି ମାନସିକ କଲେ ବଡ଼ ଭାଇ, ହେ କାଳିଆ ସାନ୍ତେ, ଯଦି ଭଉଣୀ ଦେହ ଭଲ ହୁଏ ତେବେ ଦଣ୍ଡ ମାରି ମାରି ଘର ପାଖରୁ ପୁରୀ ଯିବି, ତୁମ ଅରୁଣ ସ୍ତମ୍ଭକୁ ଛୁଇଁବି। ଆଉ ସତରେ ତାଙ୍କ ଆଶା ବିଶ୍ୱାସ ଏବଂ ଆସ୍ଥା ସବୁକିଛି ରଖିଲେ ପ୍ରଭୁ ଜଗନ୍ନାଥ। ଭଉଣୀ ଭଲ ହେଇଗଲା, ଆଉ ପୂରଣ ହେଲା ମାନସିକ। ତେଣୁ ଭାଇଟି ଠାକୁରଙ୍କୁ ଦେଇଥିବା କଥା ଅନୁସାରେ ଦଣ୍ଡ ମାରି ମାରି ଚାଲିଛି। କଥାରେ ପରା ଅଛି, ବିଶ୍ୱାସୀ ମିଳଇ ହରି। ସେଇ ବିଶ୍ୱାସ ଭକ୍ତି ରଖି ଚନ୍ଦନ ଚାଲିଛନ୍ତି ପୁରୀ। କହୁଛନ୍ତି ଜଗା ଉପରେ ଭରସା ରଖିଥିବାରୁ ତାଙ୍କୁ କିଛି ବି କଷ୍ଟ ହେଉନି। ସତରେ ହେ ବିଶ୍ୱନିୟନ୍ତା, ତୁ ଯେମିତି ତୋ ଭକ୍ତ ବି ସେମିତି, ଦୁହେଁ ଦୁହିଁଙ୍କ ବିନା ଅଧୁରା। ଏ କାଳିଆ ଠାକୁର ନିଜ ଭଉଣୀକୁ ଧରି ରତ୍ନ ସିଂହାସନରେ ବସିଛି। ଭାଇ ଭଉଣୀର ସମ୍ପର୍କକୁ ପ୍ରତ୍ୟକ୍ଷରେ ଦର୍ଶାଉଛି। ତେଣୁ କେମିତି ବା ସେ ଚନ୍ଦନ ନିଜ ଭଉଣୀ କରିଥିବା ମାନସିକକୁ ପୂରଣ ହେବାକୁ ଦେଇନଥାନ୍ତେ? ଜୟ ଜଗନ୍ନାଥ। ଭଉଣୀର ମାନସିକ ବିକୃତି ଭଲ ହେଇଯିବା ପାଇଁ, ଆଉ ଭଲ ମଧ୍ୟ ହେଇଯାଇଛି। ଜଗା ଉପରେ ଦୃଢ଼ ବିଶ୍ୱାସ କରି ମଧ୍ୟ ଦଣ୍ଡ ମାନସିକ ରଖିଥିଲେ। ଆଜି ସେ ପହଞ୍ଚୁଛନ୍ତି ଅରୁଣ ସ୍ତମ୍ଭ ଛୁଇଁଲା ପରେ ତାଙ୍କ ମାନସିକ ପୂରଣ ହବ। ତେବେ ଆଗକୁ ତାଙ୍କ ଭଉଣୀଙ୍କର ଦେହ ସୁସ୍ଥ ରହୁ ଏବଂ ଜଗା ଏଇ ଭାଇ ଉପରେ କରୁଣା କରୁଥାନ୍ତୁ। ପୁରୀରୁ ରାଜାଙ୍କ ରିପୋର୍ଟ, କେ ନ୍ୟୁଜ୍ ଓଡ଼ିଶା।